नमस्कार समस्त को ओडिशा गवर्नमेंट एम्प्लॉय न्यूज चैनल को आपण मानक स्वागत। ताले आज आम डिस्कस करबा जो ट्रैवलिंग अलाउंस जो अछि ओडिशा गवर्नमेंट एम्प्लॉय पई कि ओडिशा सरकारी कर्मचारी मानक पई कि ता ऊपर जो रिवीजन हेछि जोटा कि लेटेस्ट रिवीजन हेछि जोटा कि 14 मार्च 2024 रे कि जो गोटे ऑफिस मेमोरेंडम हेछि फाइनेंस डिपार्टमेंट द्वारा। तो से मेमोरेंडम विषय रे आज हम डिस्कस करबा जोटा कि ଆପଣ ହୁଏତ ପୁରୁଣା ଟ୍ରାଭେଲିଂ ଆଲାଉନ୍ସ ବିଷୟରେ କି ଆପଣ ଜାଣିଥିବେ ଓଡିଶା ସରକାରଙ୍କ ପାଇଁ ଯୋଉଟା ସରକାରୀ କର୍ମଚାରୀଙ୍କ ପାଇଁ ଯୋଉଟା ହେଇଛି, କିନ୍ତୁ ଆପଣ ରିଭିଜନ ଯୋଉଟା ସେଇଟା ମୁଁ ଏବେ ଏଠି ଡିସ୍କସ କରିବି ଏବଂ ଡିଫରେଣ୍ଟ ରିଭିଜନ ଡିଫରେଣ୍ଟ କ୍ରାଇଟେରିଆକୁ ନେଇକି ଯୋଉ ଡିଭିଜନ ହେଇଛି ତା ଉପରେ ବି ଡିସ୍କସ କରିବି। ତ ଏଇଟା ଗୋଟେ ଭ୍ରମଣ ଭର୍ତ୍ତା ଉପରେ ସଂଶୋଧନ ହେଇଛି। ଏଇଟା ଯୋଉଟା କି ବହୁତ ବଡ ଭଲ ଜିନିଷ, ଏଇଟା ଆପଣ ମାନେ ଜାଣିବା ଦରକାର ଏବଂ ଆପଣ ଯଦି ସରକାରୀ କର୍ମଚାରୀ ତାହେଲେ ଆପଣ ନିଶ୍ଚିତ ଭାବରେ ଏଇଟାକୁ ମନେ ରଖନ୍ତୁ ଏବଂ ଆପଣଙ୍କର ଏଇଟା ବି ଏହା ଆପଣଙ୍କୁ ବହୁତ ହେଲ୍ପ କରିବ। ତ ଆପଣ ଫୁଲ ଭିଡିଓକୁ ଦେଖନ୍ତୁ ଏବଂ ସବସ୍କ୍ରାଇବ ଜରୁର କରନ୍ତୁ। ସବସ୍କ୍ରାଇବ ନେଇ କରିବେନି ତ ଆପଣଙ୍କୁ ନୋଟିଫିକେସନ ବି ଯିବନି ଏବଂ ବେଲ ଆଇକନ ଜରୁର ଦବାନ୍ତୁ। ତ ଚଲନ୍ତୁ ଦେଖିବା। ତ ଏଇଥିରେ ଆମେ ଜାଣିବା କି କଣ ଭିଡିଓରେ ଆମେ ଜାଣିବା, ଠିକ ଅଛି। ଆପଣ ଏଇଠି ସବୁ ଜିନିଷ ଆମର ଗୋଟେ ସର୍ଟ କଣ୍ଟେଣ୍ଟ ଜାଣିପାରିବେ। ତ ଫାଷ୍ଟ ଆପଣ ମାନେ ଜାଣିପାରିବେ କି ଆପଣଙ୍କର ଯୋଉ ଯଦି ଆପଣ ଟୁର କରୁଛନ୍ତି ବାଇ ଏୟାର ବାଇ ଟ୍ରେନ, ତ ଆପଣଙ୍କୁ କଣ ଏଣ୍ଟାଇଟେଲ ରହିବ ଏହା ବିଷୟରେ ବି ଆପଣ ଜାଣିପାରିବେ। ଆଉ ଆପଣ ଜାଣିପାରିବେ କି ଯେ ଆପଣ ଯଦି ରୋଡ ବାଇ ରୋଡ ଯାଉଛନ୍ତି ଇନସାଇଡ ଦ ଷ୍ଟେଟ, ତ ତା ଉପରେ କଣ ପ୍ରୋଭିଜନ ରହିଛି, ଆପଣଙ୍କ ଏଣ୍ଟରଟେନମେଣ୍ଟ ରହିଛି ଏବଂ ଡେଲି ଆଲାଉନ୍ସ କଣ ରହିଛି ଆପଣଙ୍କ ଟୁର ରେ କି, ଠିକ ଅଛି। ଆଉ ଗୋଟେ ରହିଛି ଆପଣଙ୍କ ଯୋଉ ହୋଟେଲ ଏକୋମୋଡେସନ, ଯଦି ଆପଣ ରହୁଛନ୍ତି ଆଉଟସାଇଡ ଷ୍ଟେଟ କୁ ଯାଉଛନ୍ତି ଏବଂ ହୋଟେଲ ଏକୋମୋଡେସନ ଯୋଉ ନଉଛନ୍ତି ତା ଉପରେ କଣ ଚାର୍ଜେସ ଆପଣଙ୍କ ରିଇମ୍ବର୍ସମେଣ୍ଟ କେମିତି କଣ ରହିଛି ଏବଂ ରହିଛି ଆଉ ଯୋଉ କନଭିନିଏନ୍ସ ଅଫ ହାୟରିଂ ଚାର୍ଜେସ ଯୋଉ ଆପଣଙ୍କର ଏଟ୍ ଏନି ପ୍ଲେସ୍ ଅଫ ହଲ୍ଟ ଆଉଟସାଇଡ ଦ ଷ୍ଟେଟ, ଠିକ ଅଛି। ତ ହାୟରିଂ ଚାର୍ଜେସ ଆପଣ କିଛି ବି କରିଛନ୍ତି ଯଦି ଗାଡି ବଗେରା ୟା ଆପଣ କିଛି ବି ପ୍ଲେସେସ ରେ କୋଉଠି ହଲ୍ଟ କରିଛନ୍ତି, ତ ତା ଉପରେ ନେଇକି କଣ ଆପଣଙ୍କର ପ୍ରୋଭିଜନ ରହିଛି ଏବଂ ଆପଣଙ୍କର ଯୋଉ ରୋଡ ମାଇଲେଜ ଆଲାଉନ୍ସ ଫର ଜର୍ନି ଅନ୍ ଟୁର ବାଇ ଓନ୍ ଭେହିକିଲ, ଆପଣ ଯଦି ନିଜ ଭେହିକିଲ ରେ ଯଦି ଯାଉଛନ୍ତି ତା ଉପରେ କି କଣ ରୋଡ ମାଇଲେଜ ଆଲାଉନ୍ସେସ ରହିଛି, ୟା ଉପରେ ଆମେ ଡିସ୍କସ କରିବା। ଏବଂ ଟ୍ରାନ୍ସପୋର୍ଟେସନ ଅଫ କନଭିନିଏନ୍ସ ବାଇ ରୋଡ ଅନ୍ ଟ୍ରାନ୍ସପୋର୍ଟ କେସେସ ରେ କି ଆପଣଙ୍କର ଟ୍ରାନ୍ସପୋର୍ଟେସନ କନଭିନିଏନ୍ସ ର କି କେମିତି ଆପଣଙ୍କର ରହିବ, କଣ ଆପଣଙ୍କର ଆଲାଉନ୍ସେସ କେମିତି ମିଳିବ, ଆପଣଙ୍କୁ କଣ କେତେ ଟଙ୍କା ଆପଣଙ୍କୁ ମିଳିବ ଏଥିରେ କି, ତା ବିଷୟରେ ଆମେ ଡିଟେଲରେ ଡିସ୍କସ କରିବା। ଏବଂ ମାଇଲେଜ ଆଲାଉନ୍ସ ଫର ଜର୍ନି ବାଇ ରୋଡ ଅଦର ଦେନ ବାଇ ଓନ୍ ଭେହିକିଲ ଅର ପବ୍ଲିକ ମୋଟର ସର୍ଭିସେସ, ଠିକ ଅଛି। ତ ତାପରେ ମାଇଲେଜ ଆଲାଉନ୍ସେସ ବି ଆମେ ଡିସ୍କସନ କରିବା ଏବଂ ଲାଷ୍ଟଲି ଡିସ୍କସନ କରିବା କି ଯେ ଟ୍ରାନ୍ସପୋର୍ଟେସନ ଅଫ पर्सनल इफेक्ट ऑन ट्रांसपोर्ट, ठीक है। तो ଏଇ ଯୋଉ ଟ୍ରାନ୍ସପୋର୍ଟେସନ ଯୋଉ ପର୍ସନାଲ ଇଫେକ୍ଟ କଣ ପଡିବ ଟ୍ରାନ୍ସପୋର୍ଟେସନ ରେ କି ଟ୍ରାନ୍ସପୋର୍ଟ ରେ କି, ତ ତା ଉପରେ ବି ଆମେ ଡିସ୍କସ କରିବା। ତ ଚାଲନ୍ତୁ ଦେଖିବା କି ଯେ ଡିଟେଲ କି ଭିଡିଓ କଣ ରହିଛି, ଠିକ ଅଛି। ତ ଆପଣ ଫୁଲ ଦେଖିବେ, ଫୁଲ ନ ଦେଖିଲେ ଆପଣଙ୍କୁ ଟୋଟାଲ ଜଣା ପଡିବନି କି ମୁଁ ଏଥିରେ ବହୁତ ଜିନିଷ କହିବି, ବହୁତ ଯୋଉଟା କି ସ୍ଲାଇଡ ରେ ବି ନଥିବ, ଠିକ ଅଛି। ତେଣୁ ଆପଣ ଭିଡିଓକୁ ପୁରା ଦେଖିବେ ଏବଂ ସବସ୍କ୍ରାଇବ ନିଶ୍ଚିତ କରିବେ। ତ ଆପଣ ଚାଲନ୍ତୁ ଫାଷ୍ଟ ଦେଖିବା। ଆମେ ଫାଷ୍ଟ ହଉଛି ଆପଣଙ୍କର ଏଣ୍ଟାଇଟେଲ ଫର ଜର୍ନି ଅନ୍ ଟୁର ବାଇ ଏୟାର ଅର ଟ୍ରେନ, ଠିକ ଅଛି। ତ ଆପଣ ଯୋଉ ଏୟାର ଆଉ ଟ୍ରେନ ବିଷୟରେ ଯୋଉ ଏଣ୍ଟରଟେନମେଣ୍ଟ ପାଇବେ ଆପଣ, ସେଟା କେତେ ପାଇବେ ସେଟା ଆପଣ ଲେଭେଲ ୱାଇଜ ଯୋଉ ଡିସାଇଡ କରିଛନ୍ତି ଆମ ଓଡିଶା ସରକାର, ତ ତା ବିଷୟରେ ଆପଣ ଏଇଠି ଜାଣିପାରିବେ, ଠିକ ଅଛି। ତ ଏଇଠି ଆପଣ ଦେଖନ୍ତୁ କି ଯେ ଫାଷ୍ଟ ମୁଁ କ୍ୟାଟାଗୋରୀ ଲେଖିଲି ପେ ଲେଭେଲ ଇନ ପେ ମେଟ୍ରିକ୍ସ, ଆଉ ଗୋଟେ ଲେଖିଲି ଟ୍ରାଭେଲ ଏଣ୍ଟରଟେନମେଣ୍ଟ, ଓକେ। ତ ସେଥିରେ କି ମୁଁ ଆଉ ଗୋଟେ କ୍ୟାଟାଗୋରୀ କରାହେଇଛି ସେଥିରେ କି ଯେ ଇନସାଇଡ ଦ କଣ୍ଟ୍ରି ଆଉଟସାଇଡ ଦ କଣ୍ଟ୍ରି, ଠିକ ଅଛି। ତ ଆମେ ଫାଷ୍ଟ ଦେଖିଦବା ଲେଭେଲ 14 एंड एबव ଯାହାର ସେମାନଙ୍କର ଦେଖିବା ଆମେ ଇକୋନୋମିକ କ୍ଲାସ ବାଇ ଏୟାର और एसी 1 बाई ट्रेन, ओके। फर्स्ट क्लास एसी बाई ट्रेन। और ଯଦି ଆଉଟସାଇଡ କଣ୍ଟ୍ରି ଯାଉଛନ୍ତି ତାହେଲେ ଇକୋନୋମିକ କ୍ଲାସ ବାଇ ଏୟାର, ଓକେ। ତ ଯଦି ଆପଣ ଲେଭେଲ 1 एंड 2 ରେ କି ଯଦି ଯାଉଛନ୍ତି ତାହେଲେ ସେଥିରେ କି ସ୍ଲିପର କ୍ଲାସ ବାଇ ଟ୍ରେନ, ଓକେ। ଆପଣ ଏଥିରେ ଆପଣଙ୍କୁ ଆଉଟସାଇଡ କଣ୍ଟ୍ରିରେ କି କିଛି ବି ଟ୍ରାଭେଲ ଏଣ୍ଟରଟେନମେଣ୍ଟ ଆପଣଙ୍କୁ ମିଳିବନି। ଆପଣ ଲେଭେଲ 3 ଟୁ 8 ବିଷୟରେ ଯାଉଛନ୍ତି ତାହେଲେ ଆପଣଙ୍କୁ 3 टायर एसी ରେ କି ପ୍ରୋଭିଜନ ମିଳିବ ଏବଂ ଆଉଟସାଇଡ କଣ୍ଟ୍ରି ଏଥିରେ ବି କିଛି ମିଳିବନି। ଏବଂ ଯଦି ଲେଭେଲ 9 ଟୁ 11 ଯଦି କରୁଛନ୍ତି ଆପଣ, ତାହେଲେ ଆପଣ ଏସି ସେକେଣ୍ଡ ଟାୟାର ଆପଣଙ୍କୁ ମିଳିବ କିନ୍ତୁ ଆଉଟସାଇଡ କଣ୍ଟ୍ରି ବି ଆପଣଙ୍କୁ ମିଳିବନି। ଲେଭେଲ 12 ଟୁ ନେଇକିନା ଯୋଉ 14 एंड एबव ପର୍ଯ୍ୟନ୍ତ ଆପଣଙ୍କୁ ଆଉଟସାଇଡ କଣ୍ଟ୍ରିର ବେନିଫିଟ ମିଳିବ। ଆଉଟସାଇଡ କଣ୍ଟ୍ରିରେ ଓନଲି ଆପଣଙ୍କୁ ବେନିଫିଟ ମିଳିବ ଇକୋନୋମିକ କ୍ଲାସ ବାଇ ଏୟାର ହିଁ ଫ୍ୟାସିଲିଟି ମିଳିପାରିବ ଆପଣଙ୍କୁ। ଏବଂ ଲେଭେଲ 12 एंड 13 एंड 14 ଭିତରେ ଗୋଟେ ଡିଫରେନ୍ସ ରହୁଛି କି ଏସି ସେକେଣ୍ଡ ଟାୟାର ରେ କି ହିଁ ଡିଫରେନ୍ସ ରହୁଛି ବାଇ ଟ୍ରେନ ଓନଲି। ବାକି ଆପଣ ଯଦି ଏୟାର ଜର୍ଣ୍ଣି କରୁଛନ୍ତି ତାହେଲେ ଆପଣଙ୍କୁ କିଛି ବି ଡିଫରେନ୍ସ ରହୁନି ଏଠି। ତ ଏଠି ଆପଣ ଦେଖିବେ କି କିଛି କିଛି ଇଏ ରହିଛି ଯୋଉଟା କି ନୋଟାବେନ ଗଭର୍ଣମେଣ୍ଟ ୟା ଉପରେ କି କିଛି ନୋଟାବେନ ଲଗାଯାଇଛି, ଯୋଉଠି କି ଆପଣ ନୋଟ କରିବାର ଫାର୍ଷ୍ଟ ପଏଣ୍ଟ ରହିଲା ଆପଣଙ୍କର ଏଇ ଯୋଉ ଆପଣ ଯୋଉ ଆପଣଙ୍କର ଏଣ୍ଟରଟେନମେଣ୍ଟ ଯୋଉ ରହିଛି ଜର୍ନି ଅନ୍ ଟୁର ବାଇ ଏୟାର ଅର ଟ୍ରେନ, ସେଥିରେ କି ଆପଣ ଫାର୍ଷ୍ଟ ପଏଣ୍ଟ ରହିଲା ଆପଣ ଆପ୍ରୁଭାଲ ନେବେ କମ୍ପିଟିଟିଭ ଅଥରିଟି ଟୁ। ଓଡିଶା ଟ୍ରାଭେଲିଂ ଆଲାଉନ୍ସ ରୁଲ ଅନୁସାରେ ଆପଣ ସବୁ ଜର୍ନି ପାଇଁ କି ଆପଣଙ୍କୁ ଆପ୍ରୁଭାଲ ଫାର୍ଷ୍ଟ ନେବା ପାଇଁ ପଡିବ। ଆଉ ଯଦି ଆପଣ ଏୟାର ଜର୍ଣ୍ଣି କରୁଛନ୍ତି ତାହେଲେ ଆପଣ ଏଥିରେ କି ଏୟାର ଟିକେଟ ଲଗେଇବେ along with original boarding or e boarding pass, ଯୋଉଟା ବି ଆପଣଙ୍କର ହେଇଛି ବୋର୍ଡିଂ ସହିତ ଆପଣଙ୍କ ଏୟାର ଟିକେଟ ଲଗେଇବା ଦରକାର।
ଏବଂ ଆପଣ ଯେତେବେଳେ ବି ବୁକ୍ କରୁଛନ୍ତି ଆପଣ ଏୟାର ଟିକେଟ ସେତେବେଳେ ଆପଣଙ୍କ କମ୍ପିଟେଟିଭ ରିଜନେବଲ ରେସନାଲ ଏୟାର ଫେୟାର ହେଇଥିବା ଦରକାର ଆଉ ସର୍ଟେଜ ଡାଇରେକ୍ଟ ରୁଟ୍ ଏଇଟା ବି ଗୋଟେ ମ୍ୟାଟର କରେ ସର୍ଟେଜ ଡାଇରେକ୍ଟ ରୁଟ୍ ଏଇଠି ହେଇଥିବା ଦରକାର ଆଉ ଆପଣଙ୍କ ଇଲିଜିବିଲିଟି କ୍ଲାସ ସେଇଥିରେ କି ଆପଣ ଯୋଉଥିରେ ଆପଣ ଏଣ୍ଟାଇଟେଡ୍ ଅଛନ୍ତି ତା ସେଇଟାରେ ହିଁ ଆପଣ ଏୟାର ଟିକେଟ କରିଥିବା ଦରକାର ଆଉ ଆପଣ ଯଦି ମାନିନିଅନ୍ତୁ ଯଦି ଆପଣଙ୍କର ସିଟ୍ ନାହିଁ ସେ ଏଣ୍ଟାଇଟେଡ୍ କ୍ଲାସରେ ଆପଣ ମାନିନିଅନ୍ତୁ ଇକୋନୋମିକ କ୍ଲାସରେ ଆପଣଙ୍କ ସିଟ୍ ନାହିଁ ୟା ଏସିରେ କି ଆପଣ ଯଦି ବାଇ ଟ୍ରେନ ଯାଉଛନ୍ତି ଆପଣଙ୍କ ସରି ସେକେଣ୍ଡ ଟାୟାର ଏସିରେ କି ଆପଣଙ୍କ ସିଟ୍ ନାହିଁ ଏଣ୍ଟାଇଟେଡ୍ କ୍ଲାସରେ କି ତାହେଲେ ଆପଣ ତାର ବିଲୋ ଏଣ୍ଟାଇଟେଡ୍ କ୍ଲାସରେ କି ଟ୍ରାଭେଲ କରିବେ ନୁହଁ କି ଯେ ଆପଣ ତା ଉପର ଏଣ୍ଟାଇଟେଡ୍ କ୍ଲାସରେ କି ଟ୍ରାଭେଲ କରିବେ ଠିକ ଅଛି ଆଉ ଗୋଟେ ଜିନିଷ ହଉଛି କି ଯେ ଆପଣଙ୍କର ଯଦି ଆପଣ ଲେଭେଲ 11 ଟୁ ବିଲୋ ଆପଣ ଯଦି ଡ୍ରଇଂ କରୁଛନ୍ତି ଆଉ ଆପଣଙ୍କୁ ମାନେ ଯୋଉ ମୁଁ ଯେମିତି କହିଲି କି ଯେ 12 ଟୁ 30 12 ଟୁ ଅପ୍ ଟୁ 14 ଏଣ୍ଡ ଏବଭ ପର୍ଯ୍ୟନ୍ତ ଆପଣଙ୍କୁ ଓନ୍ଲି ମିଳିବ ଇକୋନୋମିକ କ୍ଲାସ ବାଇ ଏୟାର ମିଳିବ ଆପଣଙ୍କୁ ଆଉଟସାଇଡ କଣ୍ଟ୍ରିରେ କି ବଟ୍ ଆପଣ ଯଦି ମାନିନିଅନ୍ତୁ ଆପଣ ଲେଭେଲ 11 ଭିତରେ ଆସୁଛନ୍ତି ଆଉ ଆପଣଙ୍କୁ ମାନିନିଅନ୍ତୁ କି ଯେ ଆଉଟସାଇଡ କଣ୍ଟ୍ରି ଯିବାର ଅଛି ଅଫିସିଆଲ ଟୁରରେ କି ତ ଏ କେସେସରେ କି ଆପଣଙ୍କୁ ଆପ୍ରୁଭାଲ ନେବା ପାଇଁ ପଡିବ ଆଡମିନିଷ୍ଟ୍ରେଟିଭ ଡିପାର୍ଟମେଣ୍ଟରୁ ସେ ନେଇକି ତାପରେ ଯାଇକି ଆପଣ ଏଥିରେ କି ଯାଇପାରିବେ ନହେଲେ ଆପଣଙ୍କୁ ରିଇମ୍ବର୍ସମେଣ୍ଟ କ୍ଲେମ ହେଇପାରିବ ନାହିଁ ତ ଆମେ ଏଠି ଗୋଟେ ସେକେଣ୍ଡ ପଏଣ୍ଟ ଦେଖିଦବା ସେକେଣ୍ଡ ପଏଣ୍ଟ କହୁଛି କି ଯେ ଆପଣଙ୍କ ଯଦି ଆପଣ ଜର୍ଣ୍ଣି ଅନ୍ ଟୁର ବାଇ ରୋଡ କରୁଛନ୍ତି ବାଇ ରୋଡରେ କି ଆପଣ ଯାଉଛନ୍ତି ଆଉ ଇନସାଇଡ ଦ ଷ୍ଟେଟ ଯଦି ଆପଣ ଯାଉଛନ୍ତି ତାହେଲେ ଆପଣ କଣ ଏଣ୍ଟାଇଟେଲ ରହିବେ ତ ଏଥିରେ କି ଏଣ୍ଟାଇଟେଲ ରହିବେ ଆପଣ ଯଦି ଆପଣ ମୁଁ ଫାଷ୍ଟ ତଳ ଆଡୁ ଯିବି ତ ଆପଣ ଯଦି ଲେଭେଲ 8 ରୁ ଏଣ୍ଡ ବିଲୋ ଆପଣ ଯଦି ଅଛନ୍ତି ତାହେଲେ ଆପଣଙ୍କର ଆକ୍ଚୁଆଲ ଫେୟାର ଯୋଉଟା ବି ହେଇଥିବ ଆପଣ ପବ୍ଲିକ ଟ୍ରାନ୍ସପୋର୍ଟରେ କି ଏଇଟା ପ୍ରାଇଭେଟ ଟ୍ରାନ୍ସପୋର୍ଟ ପାଇଁ କି ନୁହେଁ ଏଇଟା ପବ୍ଲିକ ଟ୍ରାନ୍ସପୋର୍ଟରେ ହେଇଥିବା ଦରକାର ଆପଣ ବସ୍ କିମ୍ବା ଅଟୋ ରିକ୍ସାରେ କି ଆପଣ ଯୋଉ ଆକ୍ଚୁଆଲ ଫେୟାର ହେଇଥିବ ସେଇଟା ହିଁ ଆପଣଙ୍କୁ ମିଳିବ ଆପଣ ଯଦି ଲେଭେଲ 9 ଟୁ 13 ହଉଛନ୍ତି ତାହେଲେ ଆପଣଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ଇନକ୍ଲୁଡିଂ ବସ୍ ଆଉ ଟ୍ୟାକ୍ସିର ବି ଆପଣଙ୍କୁ ମିଳିଯିବ ତ ଏଠି ମାତ୍ର ଡିଫରେନ୍ସ ହଉଛି ଟ୍ୟାକ୍ସିରେ ଆପଣଙ୍କୁ ମିଳିଯିବ ଠିକ ଅଛି ତ ଲେଭେଲ 14 ଏଣ୍ଡ ଏଭବରେ କି ଆପଣ କଣ ହଉଛି ନା ଆପଣଙ୍କ ଯୋଉ ଆକ୍ଚୁଆଲ ଫେୟାର ଥିବ ସେଥିରେ କେବଳ ଏସି ବସ୍ କିମ୍ବା ଏସି ଟ୍ୟାକ୍ସି ଏ ଦିଟା ଆପଣଙ୍କୁ ମିଳିପାରିବ କିନ୍ତୁ ଏଥିରେ କି ଆପଣ ନନ୍ ଏସି ପର୍ଯ୍ୟନ୍ତ ମିଳିବ ଅପ୍ ଟୁ ଲେଭେଲ 13 ଆପଣଙ୍କୁ ନନ୍ ଏସି ପର୍ଯ୍ୟନ୍ତ ହିଁ ଏଣ୍ଟାଇଟେଲ୍ଡ ଅଛି ଆପଣଙ୍କର ଠିକ ଅଛି ତ ଏଠି ଆମେ ଗୋଟେ ନୋଟାମାନ ଦେଖିବା ଇଏ ଯୋଉ ନୋଟ କରିବାର ପଏଣ୍ଟଟା କି ଆପଣ ଯଦି ଏସି ଟ୍ୟାକ୍ସି ବ୍ୟବହାର କରୁଛନ୍ତି ଓକେ ଇନସାଇଡ ଦ ଷ୍ଟେଟ ବ୍ୟବହାର କରୁଛନ୍ତି ଆଉ ସେଇଟା ଯଦି ମାନିନିଅନ୍ତୁ ଆପଣଙ୍କୁ ଏଇ କେସେସରେ କି ଏଲାଉ ହୋଇପାରିବ ଯଦି ଆପଣ କମ୍ପିଟେଣ୍ଟ ଅଥରିଟି କିମ୍ବା କଣ୍ଟ୍ରୋଲିଂ ଅଥରିଟି କିମ୍ବା ଆପଣଙ୍କ ହେଡ ଅଫ ଅଫିସ ଦ୍ୱାରା ଆପଣ ଯଦି ଏଟାକୁ ଆପ୍ରୁଭାଲ ନେଇଥିବେ ସେଇଟା ବି କୋଉ କେସରେ ଯଦି ସେଇଟା ଆପଣଙ୍କର ଯଦି ମାନିନିଅନ୍ତୁ କିଛି ବି ଅଫିସିଆଲ ଭେହିକିଲ ସେଠି ଆପଣଙ୍କ ଆଭେଲେବୁଲ ନାହିଁ ସେ କେସେସରେ କି ଆପଣ ଗୋଟେ ଇଏ ଏକ୍ସେପସନାଲ କେସେସରେ କି ଆପଣ ଏଟା ନେଇପାରିବେ ଠିକ ଅଛି ତ ଏଠି ଆମେ ଦେଖିବା କି ଯେ ଥାର୍ଡ ଯୋଉ ଦେଖିବା ଡେଲି ଆଲାଉନ୍ସ ଅନ୍ ଟୁର ବିଷୟରେ ଆମେ କଥା ହବା ଏଠି ତ ଟୁରରେ କି ଆପଣ ଡେଲି ଆଲାଉନ୍ସ କେତେ ମିଳିବ ତ ଆପଣ ଯଦି ଏଠି ଆମ ପେ ମେଟ୍ରିକ୍ସ ଦେଖିବେ କି ଯେ ପେ ମେଟ୍ରିକ୍ସ 14 ଏଣ୍ଡ ଏଭବ ଯଦି ଆପଣ ଦେଖିବେ ତାହେଲେ ଆପଣଙ୍କର ଯଦି ଆପଣ ଇନସାଇଡ ଷ୍ଟେଟ ଅଛନ୍ତି ଇନସାଇଡ ଷ୍ଟେଟରେ କି ଅଛନ୍ତି ତାହେଲେ ଆପଣଙ୍କର ଡିଏ ରହିବ ଆପଣଙ୍କର 600 ରୁପିସ୍ ତ ଏଠି ଆମେ ଯେମିତି କି ଆମେ ଯଦି ତଳ ବିଷୟରେ କଥା ହବା ଲେଭେଲ 8 ଟୁ ବିଲୋ କାହିଁକି ନା ମ୍ୟାକ୍ସିମମ୍ ଷ୍ଟାଫ୍ ଯୋଉ ଅଛନ୍ତି ଏଇଟା ଲେଭେଲ 8 ଟୁ ବିଲୋ ଥାନ୍ତି ତ ସେଥିପାଇଁ କି ଆପଣଙ୍କୁ 300 ଟଙ୍କା ହିଁ ଆପଣଙ୍କୁ ମିଳିପାରିବ ଇନସାଇଡ ଦ ଷ୍ଟେଟ ଓକେ ଆଉଟସାଇଡ ଦ ଷ୍ଟେଟ ଯଦି ଆପଣ ଜର୍ଣ୍ଣି କରୁଛନ୍ତି ତାହେଲେ ହିଁ ଆପଣଙ୍କୁ 500 ଟଙ୍କା ମିଳିପାରିବ ଏବଂ ଲେଭେଲ 9 ଆଉ 13 ରେ କି ଯୋଉଠି ଆପଣ ବିଲଙ୍ଗ କରୁଛନ୍ତି ତାହେଲେ 450 ରୁପିଜ ଆପଣ ଇନସାଇଡ ଷ୍ଟେଟ ଏବଂ ଆଉଟସାଇଡ ଷ୍ଟେଟରେ ଆପଣଙ୍କୁ 900 ଟଙ୍କା ମିଳିବ ତାର ଡବଲଟା ମିଳିବ ତ ଆପଣଙ୍କ ଯଦି ଲେଭେଲ 14 ଏଣ୍ଡ ଏଭବ ଅଛନ୍ତି ତାହେଲେ ଆପଣଙ୍କୁ 600 ଟଙ୍କା ଯଦି ଆପଣଙ୍କୁ ମିଳୁଛି ଏଠି ଇନସାଇଡ ଷ୍ଟେଟ ତାହେଲେ ଆଉଟସାଇଡ ଷ୍ଟେଟରେ ଆପଣଙ୍କୁ ମିଳିବ 1000 ଟଙ୍କାର ଆପଣଙ୍କୁ ବେନିଫିଟ ପାଇପାରିବେ ତ ଏଠି ଆମେ ଯୋଉ ଡିସ୍କସ କରିବା ଫାଷ୍ଟ ହଉଛି ହୋଟେଲ ଆକୋମୋଡେସନ ଚାର୍ଜେସ ବିଷୟରେ ଡିସ୍କସ କରିବା ଯଦି ଆପଣ ଆଉଟସାଇଡ ଷ୍ଟେଟ ଟୁରରେ କି ଯାଇଛନ୍ତି ତାହେଲେ ତା ବିଷୟରେ ଆମେ ଏଠି ଡିସ୍କସନ କରିବା ତ ଫାଷ୍ଟ ହଉଛି ଆପଣଙ୍କର ଯଦି ଆପଣଙ୍କର ଫାଷ୍ଟ ଜିନିଷ ଦେଖିଦବା କି ଯେ ଆପଣ ଯଦି ରିମ୍ବର୍ସମେଣ୍ଟ କରୁଛନ୍ତି ହୋଟେଲ ଆକୋମୋଡେସନ ଚାର୍ଜେସ ସେଇ କେସରେ ଆପଣଙ୍କ ରିଇମ୍ବର୍ସମେଣ୍ଟ ହେଇପାରିବ ଯଦି ଆପଣଙ୍କର କିଛି ବି ଗଭର୍ଣ୍ଣମେଣ୍ଟ ଆକୋମୋଡେସନ ଆପଣଙ୍କର ଆଭେଲେବୁଲ ନାହିଁ ଯଦି ଆପଣ ଆଉଟସାଇଡ ଷ୍ଟେଟ କୁ ଯାଉଛନ୍ତି ଆଉ ଏଇ ଯୋଉ ରୁଲ କହୁଛି ଏଇଟା 65D ଅନୁସାରେ ଓଟିଏ ରୁଲ ଯୋଉ ଆପଣଙ୍କର ଅଛି ତ ତା ଅନୁସାରେ ଏଇ ଯୋଉ ରେଟ୍ସ ଟାକୁ ରିଭାଇଜ କରାଯାଇଛି ଏଇଟା କରାଯାଇଛି ଯଦି ଆପଣ ଲେଭେଲ 11 ଟୁ ବିଲୋ ଏଠି ଭଲସେ ଧ୍ୟାନ ରଖନ୍ତୁ ଲେଭେଲ 11 ଟୁ ଯଦି ବିଲୋ ଆପଣ ଅଛନ୍ତି ତାହେଲେ ଆପଣଙ୍କୁ ଅପ୍ ଟୁ 1250 ରୁପିସ୍ ପର ଡେ ଦିଆଯାଇଛି ତ ଯୋଉଟା କି ବହୁତ ଭଲ ରକମରେ ଦିଆଯାଇଛି ଏମିତିରେ ବି ଆପଣଙ୍କର ଏଇ ଲେଭେଲ ଅନୁସାରେ ଆପଣଙ୍କୁ 1250 ରୁପିସ୍ ବହୁତ ଭଲ ଜିନିଷ ଅଛି ଆଉ ଆପଣଙ୍କ ଲେଭେଲ 12 and 13 ଯଦି ଆମେ ଡିସ୍କସ କରିବା ତାହେଲେ ଅପ୍ ଟୁ 2250 ରୁପିସ୍ ଆପଣ ପର ଡେ ଆପଣଙ୍କୁ ମିଳୁଛି ଏବଂ ଲେଭେଲ 14 and above ଯଦି ଆମେ ଡିସ୍କସ କରିବି ତାହେଲେ ସେଠି ଆପଣଙ୍କୁ ମିଳୁଛି କେତେ 4500 ପର ଡେ ମିଳୁଛି ଓକେ ତ ସେଇଟା ହଉଛି ଆପଣଙ୍କୁ ପ୍ରଡକ୍ସନ କରିବା ପାଇଁ ଗୋଟେ ଭାଉଚର ଏମିତି ନାହିଁ କି ଯେ ଆପଣଙ୍କର ଏଇଟା ଗୋଟେ ଲାଗୁ ହେଲା ଏଠି ଲେଖା ହେଇଛି ଅପ୍ ଟୁ ଲେଖା ହେଇଛି ମାନେ ଆପଣ ଯେତିକି ପ୍ରଡକ୍ସନ କରିବେ ଆପଣଙ୍କ ଭାଉଚର ତ ତା ଉପରେ କି ହିଁ ଆପଣଙ୍କୁ ରିଇମ୍ବର୍ସମେଣ୍ଟ ଟା ମିଳିପାରିବ ତ ଏଠି ବି ଆମେ କିଛି ନୋଟାବେନ ଦେଖିଦବୁ ଯୋଉଟା କି ଆପଣଙ୍କର କହୁଛି ଫାଷ୍ଟ ନୋଟାବେନ ହଉଛି ଯଦି ଆପଣ ମାନିନିଅନ୍ତୁ ଆପଣଙ୍କର ଆଭେଲେବିଲିଟି ନାହିଁ ଆକୋମୋଡେସନ ଯେମିତି ଆମେ ଡିସ୍କସନ କଲୁ କି ଯଦି ଆପଣଙ୍କର ଆଭେଲେବିଲିଟି ନାହିଁ ଆପଣଙ୍କ ଆକୋମୋଡେସନ ଓଡିଶା ଭବନ କିମ୍ବା ଓଡିଶା ନିବାସ କିମ୍ବା ଉତ୍କଳ ଭବନ
ଯଦି ଆପଣ ଟୁର କରୁଛନ୍ତି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ କିମ୍ବା କୋଲକାତା ଫର ଏକ୍ସାମ୍ପଲ ଏଠି ଦିଆହେଇଛି, ତ ସେ କେସେସରେ ଯଦି ମାନନ୍ତୁ ଆପଣଙ୍କ ଓଡିଶା ନିବାସ, ଓଡିଶା ଭବନ ନାହିଁ, ତାହେଲେ ଆପଣ ସେଥିରେ କଣ କରିପାରିବେ କି ଯେ ଏଇ ଯୋଉ ବେନିଫିଟ ଟା ମୁଁ ଯୋଉ ପୂର୍ବ ଯୋଉ ଇଏରେ କି କହିଲି, ଯୋଉ ସ୍ଟେପ ରେ କି ଯେ ଆପଣ ଏଇ ଯୋଉ ରିଇମ୍ବର୍ସମେଣ୍ଟ ଅଫ ହୋଟେଲ ଆକୋମୋଡେସନ ପ୍ରୋଡକ୍ସନ ଅଫ ଭାଉଚର ଯୋଉ ଦେଇକି ଆପଣ ହୋଟେଲ ଆକୋମୋଡେସନ ନେଇପାରିବେ। ତ ସେ କେସେସରେ କି ଆପଣଙ୍କୁ କଣ କରିବା ପାଇଁ ପଡିବ, ଯେ ଗୋଟେ କପି ଲଗେଇବା ପାଇଁ ପଡିବ, ଯେ ଆପଣଙ୍କୁ ଯୋଉ କପି ଅଫ ନନ୍ ଆଲଟମେଣ୍ଟ, ଯଦି ଆପଣଙ୍କର ଓଡିଶା ଭବନ ୟା ଓଡିଶା ନିବାସରେ ଆପଣ ଯାଇଛନ୍ତି ରହିବା ପାଇଁ କି, ତ ସେଠି ମାନ୍ୟନ୍ତୁ ଆପଣଙ୍କୁ ଯୋଉ ଆଲଟମେଣ୍ଟ ଦିଆ ହେଇନି କିମ୍ବା ମାନ୍ୟନ୍ତୁ ଆକୋମୋଡେସନ ଫୁଲ ଅଛି ପାଇଁ କି ଆପଣଙ୍କୁ ଦିଆ ହେଇପାରନି, ତାର ଗୋଟେ ନନ୍ ଆଲଟମେଣ୍ଟ ଅଫ ଆକୋମୋଡେସନ ଲେଟର ଆପଣଙ୍କୁ ଆଣିକି ଏଠି ଦେବା ପାଇଁ ପଡିବ, ତାପରେ ଯାଇକି ଆପଣ କ୍ଲେମ ସବମିଟ କରିପାରିବେ। ତ ସେକେଣ୍ଡ ପଏଣ୍ଟ କହୁଛି କି ଯେ ଆପଣ ଯଦି ମାନନ୍ତୁ ଏଇ ଯୋଉ ରିଇମ୍ବର୍ସମେଣ୍ଟ ଯୋଉ ହୋଟେଲ କଷ୍ଟ, ଆକୋମୋଡେସନ କଷ୍ଟ ଟା, ଇଏ ଏମିତି ଗୋଟେ ନର୍ମାଲି ଆପଣଙ୍କୁ ଏଣ୍ଟରଟେନ କରାଯାଇ ପାରିବ ନାହିଁ। ଆପଣ ଯଦି ଆପଣ ରିଇମ୍ବର୍ସମେଣ୍ଟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଯୋଉ କଣ୍ଟ୍ରୋଲିଂ ଅଫିସର ଅଛନ୍ତି ସିଏ ସାଟିସ୍ଫାଏ ହେବେ। କେମିତି ସାଟିସ୍ଫାଏ ହେବେ ନା ଆପଣ ଗୋଟେ ବୋନାଫାଇଡ ସାର୍ଟିଫିକେଟ ଦେବେ ସେଥିରେ କି, ଯୋଉଠି ଗୋଟେ ବୋନାଫାଇଡ ଆପଣ ଜିଏସଟି ଏନାବୁଲ୍ଡ ଭାଉଚର ଗୋଟେ ଦେବେ, ମାନେ ଜିଏସଟି ଏନାବୁଲ୍ଡ ହିଁ ବିଲ୍ ଦେବେ ଆପଣ, ସେଇଟା କେବଳ ସେଥିରେ କେବଳ। ଆଉ ସେଥିରେ କି କଣ କରାଯିବ ନା, ହୋଟେଲ ଆକୋମୋଡେସନ ଚାର୍ଜେସ ଯୋଉ ରହିବ ନା, ଇଏ ଏଡିସନ ଟୁ ଦ ଡେଲି ଆଲାଉନ୍ସ ବି ରହିବ ଆପଣଙ୍କର, ସେଥିରେ କି ଡେଲି ଆଲାଉନ୍ସ ମିଶିକି ଆପଣଙ୍କର ରିଇମ୍ବର୍ସମେଣ୍ଟ ମିଳିବ ଆପଣଙ୍କୁ। ଏମିତି କିନ୍ତୁ ଆପଣଙ୍କୁ ମନେ ରଖିବା ଦରକାର କି ଯେ ଜିଏସଟି ଏନାବୁଲ୍ଡ ଭାଉଚର ବିନା ଆପଣଙ୍କ ବିଲ୍ ପାସ୍ ହବ ନାହିଁ, କାହିଁକିନା ଏଠି ଗଭର୍ଣ୍ଣମେଣ୍ଟ ଏଠି ରୁଲ ଲେଖି ବି ଲେଖି ଦଉଛନ୍ତି ସେଇ ଜିନିଷଟା। ତ ଏଠି ଆମେ ଗୋଟେ ଫିଫ୍ଥ ପଏଣ୍ଟ ଦେଖିବା। ଫିଫ୍ଥ ପଏଣ୍ଟ କହୁଛି କି ଯେ କନଭିନିଏନ୍ସ ଅଫ ହାୟରିଂ ଚାର୍ଜେସ୍ ଇଟ୍ ଏନି ପ୍ଲେସ୍ ଅଫ ହୋଲ୍ଡ ଆଉଟସାଇଡ ଦ ଷ୍ଟେଟ୍। ଆଉଟସାଇଡ ଷ୍ଟେଟ ରେ ଆପଣଙ୍କର ଯୋଉ ହାୟର ଚାର୍ଜେସ୍, ଆପଣ କନଭିନିଏନ୍ସ ଟା ସେଇଟା କୋଉ ବି ପ୍ଲେସ ରେ ଯଦି ଆପଣ ହୋଲ୍ଡ କରୁଛନ୍ତି, ତାହେଲେ ତାର କଣ ରହିବ ଆପଣଙ୍କ ହାୟରିଂ ଚାର୍ଜେସ୍। ତ ଏଠି ରହିବ ଆପଣଙ୍କର ଫାଷ୍ଟ ରହିବ କି ଯେ ଆପଣ ଯଦି ମ୍ୟାକ୍ସିମମ୍ ଲିମିଟ ଯୋଉ ଅଛି ନା କନଭିନିଏନ୍ସ ଅଫ ହାୟରିଂ ଚାର୍ଜେସ୍ ର କି, ଏଟ୍ ଏନି ପ୍ଲେସ୍ ଅଫ ହୋଲ୍ଡ ଆଉଟସାଇଡ ଦ ଷ୍ଟେଟ୍ while on tour is admissible under the in favor of government servant under the rule 79 of OTA rule। ঠিক ଅଛି, ରୁଲ 79 ଅଫ OTA ରୁଲ ଅନୁସାରେ ହିଁ ଆପଣଙ୍କର ଏଠି ରିଭାଇଜ ହେଇଛି, ଯୋଉଥିରେ କି ଆପଣ କୁହାଯାଇଛି ଯେ ଆପଣ ଯଦି ଲେଭେଲ 12 ରୁ ଏଣ୍ଡ ଏବଭ ଆପଣ ଯଦି ପେ ଲେଭେଲ ରେ ଅଛନ୍ତି, ତାହେଲେ ଆପଣଙ୍କ ଯୋଉ ରିଇମ୍ବର୍ସମେଣ୍ଟ ଅଫ ଟ୍ୟାକ୍ସି ଚାର୍ଜେସ୍ ପର ଡେ ଏଠାରେ କି କେତେ ରହୁଛି, ରିଇମ୍ବର୍ସମେଣ୍ଟ ଏସି ଟ୍ୟାକ୍ସି ଚାର୍ଜେସ୍ ଏଜ पर एक्चुअल एक्सपेंडिचर कंपेंसेट विथ ऑफिशियल एंगेजमेंट। ओके, ट्रावेल विदिन द सिटी अप टू ए मैक्सिमम सीलिंग ऑफ, ताले एठी आपन केते रहउची 2000 टंका पर डे, एटा होची आपन मैक्सिमम सीलिंग। सेटु जदि आपन एक्चुअल एक्सपेंडिचर माने जदि 2000 हेची, तो ता ऊपरे आपनकर बिल वेरीफाई होला परे आपन ई रिइंबर्समेंट करा जाय परिबो। और आपन जदि माने तो लेवल 11 रु बिलो आपन अछंती, ताले से केसेस आपन जो रिइंबर्समेंट बेसिस चार्जेस जो हेतिबो ना, ସେଇଟା ଆପଣଙ୍କର କେତେ ହେଇଥିବ मैक्सिमम, तो मैक्सिमम सेलिंग ଆପଣଙ୍କର ହେଇଥିବ 1000 ଟଙ୍କା पर डे ହେଇଥିବ। ଠିକ ଅଛି, ତ ଆପଣ ଏତିକି ହିଁ ଆପଣଙ୍କୁ ମିଳି ପାରିବ मैक्सिमम टू मैक्सिमम। ओके, ତ ଏଠି ନୋଟାବେନ କଣ କହିଛି, ନୋଟାବେନ ରେ କି ଅଛି ଆପଣଙ୍କର, ଯଦି ଆପଣ ହାୟରିଂ କରୁଛନ୍ତି ଅଫିସିଆଲ ଟୁର ରେ କି ଯଦି ଆଉଟସାଇଡ ଷ୍ଟେଟ ରେ ଅଛନ୍ତି, ତାହେଲେ ସେଥିରେ ଆପଣଙ୍କୁ ବିଲ୍ ପ୍ରଡ୍ୟୁସ କରିବା ପାଇଁ ପଡିବ କିମ୍ବା ଇନଭଏସ ପ୍ରଡ୍ୟୁସ କରିବା ପାଇଁ ପଡିବ। ଯଦି ଆପଣଙ୍କ କ୍ଲେମ ଯଦି ୱିଦିନ 600 पर डे ଅଛି, ଆପଣ ଯଦି 600 ଟଙ୍କା पर डे ଅଛି ଆପଣ ଯଦି ବିଲ୍ ଟା କ୍ଲେମ ଟା, ତାହେଲେ ଏଇଟା କଣ କରିବ ନା, ଇଏ ସେଲ୍ଫ ଡିକ୍ଲାରେସନ ରେ ହିଁ ଆପଣଙ୍କ ହେଇଯାଇ ପାରିବେ ପଡିବ। ଓକେ, ଇଏ କଣ୍ଟ୍ରୋଲିଂ କନସର୍ନ ଯୋଉ ଅଫିସର ଥିବେ, ସିଏ ସେଲ୍ଫ ଡିକ୍ଲାରେସନ ରେ ହିଁ ଆପଣଙ୍କୁ ଭେରିଫାଇ କରିଦେଇ ପାରିବେ। ସେଠି ଆପଣଙ୍କୁ କିଛି ବିଲ୍ ଭାଉଚର ୟା ଇନଭଏସ ଲଗେଇବା ପାଇଁ ପଡିବ ନାହିଁ। କିନ୍ତୁ ଯଦି ଆପଣ ମାନେ 600 ଟଙ୍କାର ଉପରକୁ ହେଲା, ତାହେଲେ ଆପଣଙ୍କୁ ବିଲ୍ ୟା ଏଠି ଯୋଉ ଯୋଉ ରୁଲ ଅନୁସାରେ କହିଛି ସେ ଅନୁସାରେ ଆପଣଙ୍କୁ ବିଲ୍ କିମ୍ବା ଇନଭଏସ ପ୍ରଡ୍ୟୁସ କରିବା ପାଇଁ ପଡିବ। ଓକେ, तो ये हमें 6 पॉइंट देखिबा कि जे रोड माइलेज अलाउंस जो अछि ना, आपण जे निज वेहिकल ले जाउछन, ताले से केसेस रे कि हम रोड माइलेज अलाउंस किस को हिसाब रे कि मिलिबो आपनको। तो आपनको एटी मिलिबो कि जे आपण जदि आपण जे लेवल 10 एंड अबव जदि बिलोंग करछन्ती, ताले आपनको जो एंटाइटल रहइबो ना, एटी आपनको देखंतु एटी आपण एंटाइटल एटा होची एंटाइटलमेंट आपनको लेखा आइछि। तो एटी लेखा आइछि 15 रुपीस पर किलोमीटर आपनको जर्नी रहइबो, जदि आपण वन ओन कार रे जदि आपण जाउछन। ठीक अछि, अब आपण जदि माननियंतु आपनको वन स्कूटर किंवा मोटरसाइकल ए सब रे जाउछन, ताले आपण 7 टंका पर किलोमीटर आपनको रहइबो। ठीक अछि, तो आपण जे लेवल 9 एंड बिलो जदि आपनकर होइछि, ताले आपनको 7 टंका पर किलोमीटर आपनको जर्नी रहइबो, जदि आपण वन स्कूटर, मोटरसाइकल किंवा मोब रे कि जर्नी करूछंती। काहे ना एटी आपनको कार अलाउ नाही, सेति पई कि आपनको ओनली मोटरसाइकल या किंवा ऑटो रिक्शा अलाउड अछि, तो सेति पई कि आपनकर 7 टंका पर किलोमीटर हिसाब रे आपनको मिली परिबो। तो एटी कोन कहूची कि जे आपनकर जदि आपण माननियंतु ऑफिशियल टूर रे कि जाउछन इनसाइड द स्टेट, से केसेस रे कि आपण जदि माननियंतु आपनकर यूज करूछन वन मीटर व्हीकल, तो से केसेस रे कि आपनको अप्रूवल नवा में पड़िबो कॉम्पिटेंट अथॉरिटी रु कि कंट्रोलिंग अथॉरिटी किंवा हेड ऑफ ऑफिस रु कि जो जो केसेस रे कि जो आपनकर को भी ऑफिशियल व्हीकल आपनकर अवेलेबल नथिबो, से केसेस रे ही आपण एटा करि परिबे। ओके, एठी ଆମେ ଦେଖିବା 7 पॉइंट कोन देखिबा कि जे ट्रांसपोर्टेशन ऑफ कन्वीनियंस बाय रोड ऑन ट्रांसपोर्ट। ट्रांसपोर्ट केसेस रे कि एठी कोन ट्रांसपोर्टेशन आपन कन्वीनियंस रहइबो। ओके,
तो से केसेस रे कि आपन देखिबा कि जे आपन जदी ऑफिसर ऑफ ऑल स्टेट पे लेवल ठीक अछि आपन को भी पे लेवल हुंतो एटा गोटे आपन बहुत भलो करछि एथरे कि पे लेवल समस्त को समान करके एठी कहिछि कि आपन से केसेस मिलिबो 15 टंका पर किलोमीटर आपन को मिलिबो फॉर वन मोटर कार ठीक अछि वन मोटर कार पाई कि आपन को ओनली 15 रुपया पर किलोमीटर मिलिबो एवं आपन को 7 रुपीस पर किलोमीटर आपन को मिलिबो फॉर वन स्कूटर किबा मोटरसाइकिल किबा ए सब केसेस रे आपन को मिलि परिबो ओके तो आपनको मानियंतु आपण जदि वन मोटर व्हीकल यूज करूचंती गवर्नमेंट फॉर ऑफिशियल टूर तो से केसेस रे कि आपनको भी से केसेस रे आपनको अप्रूवल न गोटे कॉम्पिटेटिव अथॉरिटी कि जो केसेस रे कि आपनकर किछि भी ऑफिशियल व्हीकल आपनकर अवेलेबल नाही ओके तो एडी आज 8 पॉइंट गोटे देखिबा कि जे माइलेज अलाउंस फॉर जर्नी बाय रोड अदर देन बाय ओन व्हीकल और पब्लिक मोटर सर्विसेज ठीक अछि से केसेस रे कि आपन कोन माइलेज अलाउंस मिलिबो से केसेस रे कि आपनकर जो रेट ऑफ माइलेज अलाउंस रहइबो ना रोड अदर देन बाय ओन व्हीकल और पब्लिक मोटर सर्विसेज ओके रोड अदर देन बाय ओन व्हीकल और पब्लिक मोटर सर्विसेज से केसेस रे कि आपनकु रूल 53 ऑफ ओटीए रूल अनुसार आपनकु ये 2 टंका 50 पैसा पर किलोमीटर हिसाब रे कि आपनकु रिवाइज करा जिवो जोटी कि आपनकर सब गवर्नमेंट सर्वेंट पाई कि इडा इरेस्पेक्टिव ऑफ देयर पे लेवल्स ओके को भी पे लेवल अनुसार उसको देखा जीवनी चाकू सही अनुसार आपनकु समस्त माइलेज अलाउंस मिली परिबो ओके तो 9th पॉइंट आमे देखिबा लास्ट पॉइंट जोटा कि ता परे भी आउरी अछि आपन मु बहुत इन्फॉर्मेशन गोटे देबी तो सेठी आपनकर ट्रांसपोर्टेशन ऑन पर्सनल इफेक्ट ऑन ट्रांसपोर्ट कोन कहूची ओके पर्सनल इफेक्ट रे जो ट्रांसपोर्टेशन ट्रांसपोर्ट होची आपनकर तो से केसेस रे कि आपन ट्रांसपोर्टेशन कोन रहइबो तो से केसेस रे आपन लेवल 12 एबव जो अछि आपनकर से जदी आपन जदी गुड्स कैरियर आपन नौजनी 6000 केजी पर्यंत बाई गुड इन ट्रेन स्टीमर और अदर क्राफ्ट रे जो नौचनी ताहाले आपन 50 टंका पर किलोमीटर आपन को मिलिबो ट्रांसपोर्टेशन रे की जदि आपन लेवल 8 टू 11 आपनकर बिलोंग करछन ताहाले आपन 3000 केजी आपन को अलाउड अछि तो से केसे आपन 25 टंका पर किलोमीटर आपन को मिलिबो आ जदि आपन लेवल 7 एंड बिलो अछंती ताहाले से केसे आपन मात्र 1500 केजी नै परिबे एवं 1500 केजी रे आपन को 12 टंका 50 पैसा पर किलोमीटर आपन को मिलि परिबो ओके तो एडा आबुची आपनकर पर्सनल इफेक्ट ट्रांसपोर्ट जो जतरा होची आपनकर तो से केसे रे कि आपन को एतिकी मात्र आपनको बेनिफिट अलाउड तो एठी हमें देखिबा कि जे 10th पॉइंट गोटे देखिबा जोथरे कि एठी आपन मेंशन कराइछि जदि आपन मान्यंतु जो पे लेवल ये जो पे लेवल मु कहूछि पे कमिशन अनुसार जो भी गवर्नमेंट सर्वेंट एटा को मान्यंतु पे लेवल से माने ऑप्ट करना हंती ओके और जो माने कि आसी नाहंती ओडिसा रिवाइज्ड स्केल ऑफ पे 2017 अनुसार जो माने कि आसी नाहंती तो से केसेस रे सेमानंकु कोन करा जिवो कि जे फास्ट शेड्यूल ऑफ फाइनेंस नोटिफिकेशन जो अछि आपन 2017 जोटा रिलीज हेतला 20/9/2017 की से अनुसार से माने से अनुसार ही एंटरटेल्ड हेबे टीएडीए तांकर ओके ओके बट से माने से अनुसार भी जो माने थिले से मानकर भी नाउ फिक्स्ड हेजी एई जो आपनकर देखछन रिवाइज्ड रेट ऑफ टीएडीए एटा भी से अनुसार तांकर लागू होई जिवो ओके तो ये जो आपनकर जो गोटे एवरी जो थिला आपन फाइनेंस नोटिफिकेशन डिपार्टमेंट नोटिफिकेशन जो थिला 2011 मसिया रे तो ताकू ये सुपरसेट करिकि ए नोटिफिकेशन टा लागू कराइछि एवं नेस्को भी अमेंडमेंट जोटा भी आपन ओटीए रूल अनुसार जो भी अमेंडमेंट आसीबो सेटा आपन जेते जेबे जेबे आसी चलतिबो ता अनुसार आपनकर एटा जो प्रोविजन रहिछि आपन सेटा भी बढ़ी जिवो आपनकर ओके तो जदि आपनको वीडियो भल लागिला ताले आपण लाइक कमेंट एंड शेयर कर देबे एवं आपण सब्सक्राइब निश्चित भाबरे करिवे एवं सब्सक्राइब करले ही आपनकर एति आपनको मोर भलो भलो वीडियो सब नोटिफिकेशन जिवो आपनको एवं आपण कमेंट करंतु एवं सजेशन दियंतु मते जदि आपनको किछि वीडियो ऊपर जानिबा दरकार अछि ताले आपण मु सियोर निश्चित भाबरे आपनको वीडियो बनेबी तेनु आपण एमिति देखुतांतु एवं आपनकर आशीर्वाद देउतांतु